ଜୟ ଜଗନ୍ନାଥ। ଆଜି ହେଉଛି ପଞ୍ଚମ ଅଧ୍ୟାୟ। ମୁଁ ଚତୁର୍ଥ ଅଧ୍ୟାୟରେ କହିଥିଲି ଯେ କି ଶିକ୍ଷା ଉପରେ ଗୋଟେ ଉଦାହରଣ ଦେବି ବୋଲି କହିଥିଲି। ଆଜି ତାରି ଉପରେ ହିଁ କହୁଛି। ଆପଣ କଳ୍ପନା କରିନଥିବେ ଜଗତସିଂହପୁର, କଟକ, ଭୁବନେଶ୍ୱର, ପୁରୀ ମାନେ ଏ ଜାଗାରେ ଲୋକ ଟିକେ ଶିକ୍ଷିତ ବୋଲି ଆମର ଗୋଟେ ସାଧାରଣ ଚିନ୍ତାଧାରା ଯେ କି ଏଠିକା ଲୋକ ଟିକେ ପାଠଶାଠ ପଢ଼ୁଛନ୍ତି, ଏମାନେ ଟିକେ ଶିକ୍ଷିତ। ଗଜପତି ଜିଲ୍ଲା ଆରଉଦୟଗିରି ବ୍ଲକ କେଏମ୍ ଭ୍ୟାଲି ସେଇ ଗୋଟେ ଜାଗା ଅଛି, ଗୋଟେ ସ୍କୁଲ ଅଛି। ସେଠି ଆଦିବାସୀ ପିଲାଙ୍କ ପାଇଁ ହଷ୍ଟେଲ ଅଛି, କେବଳ ଗ୍ୟାସ୍ ହଷ୍ଟେଲ, ପୁଅ ପିଲାମାନେ ରହିବେନି। ସେ ସ୍କୁଲରେ 2 ଜଣ ଟିଚର ଅଛନ୍ତି। ଜଣେ ଅଛନ୍ତି ପ୍ରାଇମେରୀ ସ୍କୁଲର HM, ଜଣେ ଅଛନ୍ତି ହାଇସ୍କୁଲର HM। ଇଏ ବେଶୀ ଜଣଙ୍କ ଘର ବାଲେଶ୍ୱର, ଜଣଙ୍କ ଘର ଗଜପତି। ଚିନ୍ତା କରୁଥିବ ଇଏ ଏପଟରୁ ସେ ସେପଟରୁ, ମାନେ କିଛି କଲଚରରେ ବି ନାହିଁ। 15-16 ଜଣ ଟିଚର ଅଛନ୍ତି ସେଠି, 1ରୁ 10 ଯାଏ ଅଛି। ଆମେ ମଝିରେ ସେ ସ୍କୁଲକୁ ଯାଇଥିଲୁ, ମାନେ ଭୁଲ ବଶତଃ। ସେ ସ୍କୁଲରେ ଆମର କିଛି କାମ ନଥିଲା ନା, ମୁଁ ଆଉ ମୋ ଜଣେ ସହପାଠୀ ଗୋଟେ ସେଠି ହଷ୍ଟେଲ ଫଷ୍ଟେଲରେ କିଛି ସିଷ୍ଟମ୍ ନାହିଁ। ହୋଟେଲ ପଡ଼ିଲେ ଆମେ ଜଷ୍ଟ ଯାଇକି ପହଞ୍ଚିବାକୁ ଆମର ସେଠି ଯିଏ ସବୁ ମାନେ ସାର୍ମାନେ ଥିଲେ, ଚିହ୍ନା ପରିଚୟ ଥିଲେ, ସେମାନେ ରେକଗ୍ନାଇଜ୍ କଲେ ଯେ ଆପଣ ସେ ଆରଉଦୟଗିରିରେ ସେଠି ଟାୱାର ଫାର ବି ନାହିଁ, ମାନେ ଆପଣ ଯେଉଁ ମୋବାଇଲ ନେଟୱାର୍କ ସେ ସ୍କୁଲକୁ ପାଇବନି। ଯେ ନାଇଁ ସେଇ ସ୍କୁଲକୁ ଯାଇକି ରାତିରେ ରହିଯାଆନ୍ତୁ, ଇମର୍ଜେନ୍ସି ପାଇଁ। ପାହାଡ଼ ଏରିଆ କେଉଁଠି କ'ଣ, ଶୀତ ଦିନ ଆଉ ପାହାଡ଼ ଏରିଆ, ଆପଣ ଯାଇକି ବର୍ଷା ଦିନ ସେପ୍ଟେମ୍ବର 20 ତାରିଖ ଖଣ୍ଡେ ହେଇଥାଏ, କାଲି ଯାଇକି ସେଇଠି ରାତିରେ ରହିଯାଆନ୍ତୁ, ସକାଳୁ ଦେଖିବା ଆଉ। ଆମେ ସେ ସ୍କୁଲକୁ ବାଟ ବି ଦେଖିନୁ। ଆମକୁ ଜଣେ ଲୋକ ନେଇକି ସେ ପାଖାପାଖି 5 କିଲୋମିଟର ଦୂରରୁ ଗୋଟେ ଲୋକ ରାସ୍ତା ଦେଖେଇଦେଲେ, କହିଲେ ଏଇଠୁ ଯାଆନ୍ତୁ, ସେଇ ଗାଁଟା ପଡ଼ିବ। ଆମେ 2 ଜଣ ଗଲୁ ବାଇକରେ। ଆମେ ଯେତେବେଳେ ସେଠି ଯାଇ ପହଞ୍ଚିଲୁ, ଦେଖିଲୁ ହଷ୍ଟେଲ ସ୍କୁଲଟା। ଆଉ ଯାହା ହଷ୍ଟେଲ ସ୍କୁଲରେ ରହିଯିବା, ରାତିକ ତ ରହିଯିବା ତା ଦୂରରେ ଆଉ। କଳ୍ପନା କେବେ କରିପାରିଲୁନୁ ସେଠି ରହିବା ଦ୍ୱାରା। ଆମେ ସେଠି 3 ମାସ ପାଖାପାଖି ସେ ଗଜପତି ଡିଷ୍ଟ୍ରିକ୍ଟରେ ରହିଲୁ। ସେଠିକି ଆମେ 7-8 ଥର ସେ ସ୍କୁଲକୁ ଯାଇଛୁ ରହିବା ପାଇଁ। ସେ ପିଲାମାନେ, ସେ ଟିଚରମାନେ କି ସେ ଇଏମାନେ ଆମକୁ କେବେ ମାନେ ଫିଲିଂ କରେଇ ଦେଇନାହାନ୍ତି ଯେ କି ଆମେ ସେଠିକା ଲୋକ ନୁହଁ, କି ଆମେ ତାଙ୍କର କିଛି ନୁହଁ। ଆମେ ଭାବିଲୁ ଆମେ ବୋଧେ ଆମର ଘରକୁ ଆସିଛୁ। ଆମ ଘରକୁ ଆସିଲା ଯେମିତି ଆମକୁ ଲାଗେ, ସେଫ୍ ଜୋନ୍, କିମ୍ବା ମୁଁ ଯେମିତି ପ୍ରାଉଡ଼୍ ଫିଲ୍ ହୁଏ, ଆମକୁ ସେମିତି ଲାଗେ। ଆମେ କେବେ କଳ୍ପନା କରିନଥିଲୁ କି ସେ ଟିଚରମାନେ ଆମକୁ କେବେ ଫିଲିଂ କରେଇ ଦେଇନାହାନ୍ତି କି ସେମାନେ ରୋଷେଇବାସ କରିକି ତାଙ୍କ ହାତରୁ ପଇସା ଖର୍ଚ୍ଚ କରି ଇଏ କରି ଆମ 2 ଜଣ ପାଇଁ ନିହାତି କ'ଣ ତ 20ଟା ମିଲ୍ କି 25ଟା ମିଲ୍ କି 30ଟା ମିଲ୍ ଖାଇଥିବୁ। କେବେ ସେ ଆମକୁ ଫିଲିଂ କରେଇ ଦେଇନାହାନ୍ତି ଯେ କି ଆମେ ତାଙ୍କର କିଛି ନୁହଁ। କି ସେଠି ଆମେ ଆଉ ଜିନିଷ ଦେଖିଲୁ, ସେଠି ହଷ୍ଟେଲ ହେଉଛି ଲେଡ଼ିଜ୍ମାନଙ୍କ ପାଇଁ, ମାନେ ଛାତ୍ରୀମାନଙ୍କ ପାଇଁ। ସେଠି HM ଆଉ ଯିଏ ଅଛନ୍ତି ତାଙ୍କ ଜଣଙ୍କ ନାଁ ରାମ, ଆଉ ଜଣଙ୍କ ଆମେ ପଣ୍ଡିତ ବୋଲି ଡାକୁ, ମାନେ ସେ ହିନ୍ଦୀ ସାଂସ୍କ୍ରିଟ୍ ଟିଚର। ସିଏ ଏବେ HM ଅଛନ୍ତି, ଇନଚାର୍ଜ ଅଛନ୍ତି, କାରଣ ହାଇସ୍କୁଲର ଟିଚର ହିସାବରେ ଅଛନ୍ତି। ଲୋକ ତାଙ୍କ ରାମ ଲକ୍ଷ୍ମଣ ବୋଲି ଡାକନ୍ତି। ଯେ ରାମ ସାର୍ ହେଉଛନ୍ତି HM ଥିଲେ EP ସ୍କୁଲର, ସେ ତ ହାଇସ୍କୁଲ ମିଶିକି ଅଛି, ସେଥିପାଇଁ ସିଏ ବି ଏବେ HM ଅଛନ୍ତି। ଲୋକ ତାଙ୍କ ରାମ ଲକ୍ଷ୍ମଣ ବୋଲି 2 ଜଣ ଡାକନ୍ତି। ଆମେ କେବେ ମାନେ ସେଭଳି ଗଭର୍ଣ୍ଣମେଣ୍ଟ ସ୍କୁଲ, ପ୍ରାଇଭେଟ୍ ହେଇଥିଲେ ଚଳିଥାନ୍ତା, ହଁ ଯେ ପଇସା ପତ୍ର ଅଛି। 100 ପିଲାଙ୍କୁ ସେମାନେ ସେଠି ରଖି ମେସ୍ ପାଇଁ ଯାହା ହେଉଥିବ ଭଗବାନ ଜାଣନ୍ତି। ଆପଣ ଜାଣିଥିବେ ଗଭର୍ଣ୍ଣମେଣ୍ଟର ଯେଉଁ ସ୍କିମ୍, ସେଥିରେ କିଛି ହେଇପାରିବନି। ପୁଅ ପିଲାଙ୍କୁ ବି ହାତକୁ ରଖି ଟିଚରମାନଙ୍କୁ, ମାନେ ସେଇଠିକାର ପାଠ ପଢ଼ିକି ଭଲ ଷ୍ଟୁଡ଼େଣ୍ଟ ମାନେ ଯେଉଁମାନେ ଚାକିରି କରିନାହାନ୍ତି, +2 +3 କି ପ୍ରାକ୍ଟିସ୍ କରୁଛନ୍ତି ଚାକିରି କରିବେ ବୋଲି, ସେମାନଙ୍କୁ ପଇସା ଦେଇକି ଆଣିକି, ମାନେ ସେମାନଙ୍କ କାଳେ ବେକାର ବସିଗଲା ଆମ ପିଲାରେ, ଭଲ ଷ୍ଟୁଡ଼େଣ୍ଟମାନଙ୍କୁ ଆଣିକି ଏମାନଙ୍କୁ ଫ୍ରି କୋଚିଂ, ଯେଉଁଟା ଆମେ ଟ୍ୟୁସନ୍ କହୁଛେ, ଏଇ ଯେଉଁ ପିଲାମାନେ କେମିତି ଭଲ ପଢ଼ନ୍ତୁ, ଫ୍ରି ଟ୍ୟୁସନ୍
ମାନେ ଦିନ ରାତି 24 ଘଣ୍ଟା ଆପଣ ସେଠି ଯିବେ ଦେଖିବେ ଦିନ ରାତି 24 ଘଣ୍ଟା ପିଲାଙ୍କ କାମ ଅଛି ପାଠ ପଢ଼ିବେ, ଟ୍ୟାକ୍ସ ଦିଆହେବ, ଟ୍ୟାକ୍ସ ନିଆହେବ, ମାନେ ସକାଳଠୁ ସନ୍ଧ୍ୟା ଯାଏ ପାଠ ପଢ଼ିବେ। ସକାଳ 5-4ରୁ ପିଲା ଉଠିକି ଗାଧୁଆ ପାଧୁଆ କରି ବହି ଧରିକି ଆସିବେ ବାରାଣ୍ଡାରେ ମନକୁ ମନ ଆସି ପଢ଼ୁଥିବେ। ନା ଟିଚରମାନେ ଉଠି ନଥିବେ, ଟିଚରମାନେ ତାଙ୍କୁ ସକାଳେ ଯଦି ସବୁ ଟିଚର ତ ସେଠି ରହୁନାହାନ୍ତି, ଜଣେ ଦୁଇ ଜଣ ଯିଏ ଚାର୍ଜ ରହୁଛନ୍ତି ସେମାନେ ହିଁ ରହିବେ, ତ ସମସ୍ତେ ରହିବେନି। ଆପଣ ଉପଲବ୍ଧି କରିବେ ଯେ କି ଯେ ଏତେ ଟ୍ରାଭେଲ୍ ଏରିଆ ଯେଉଁଠିକି ଏବେ ବି ମୋବାଇଲ ନେଟୱାର୍କ ପାଇବା ସମ୍ଭବ ନୁହେଁ, ବାହାରକୁ ଆସିଲେ ଆପଣ କଥା ହେଇପାରିବେ। ମାନେ ସେଠି ଏମିତି ବି ସ୍କୁଲ ଗଭର୍ଣ୍ଣମେଣ୍ଟ ତରଫରୁ ଅଛି, ଆମେ କଳ୍ପନା କେବେ କରିପାରିଲୁନି। ଯେଉଁଦିନ ଆମେ ସେଠୁ ଆସିଲୁ, ଦଶହରା ଛୁଟି ହେଲା, ଆମେ ଆସିଲୁ, ମାନେ ଆମେ ସେଠି କିଛି କହିପାରିଲୁନୁ। ମାନେ 1 କିଲୋମିଟର 2 କିଲୋମିଟର ଗଲା ପରେ ଆମେ ଗୋଟେ ଜାଗାରେ ଠିଆ ହେଇକି 2 ଜଣ କାନ୍ଦିଲୁ। ମାନେ ଏମିତି ସେ ଛୁଆଙ୍କ କଥା ମନେ ପଡ଼ିଲା। ଆସିଲା ସେ ଯେମିତି ରିକ୍ୱେଷ୍ଟ କରୁଥିଲେ କାହିଁ ସିଆଡ଼େ ଯାଉଛନ୍ତି, କାହିଁ ସିଆଡ଼େ ଯାଉଛନ୍ତି। ଆମେ ଆଇଲୁ, ମାନେ ଆମେ କେବେ ଫିଲିଂ କରିପାରିଲୁନୁ ଯେ କି ଆମେ ଘରେ ନାହୁଁ କିମ୍ବା ଆମର ସେମାନେ ଆମର କିଛି ନୁହନ୍ତି। ଆଜି ଏଇଟା କହିବାର ମୋର କାରଣ କ'ଣ ନା, ଶିକ୍ଷା ଏତେ ତଳକୁ ଖସିଗଲାଣି, ମାନେ ଆପଣ ଭାବିପାରିବେ। ଆମେ କେବେ ଆପଣ ଚିନ୍ତା କରିଥିବେ ଯେ ଶିକ୍ଷା ଗ୍ରହଣ କରିବା ପାଇଁ ପିଲା ପଇସା ଦେବେ? ମାନେ ଶିକ୍ଷାଟା ମାନେ ଅଭିଭାବକ ପଇସା ଦେବେ ଶିକ୍ଷାଟା ଗ୍ରହଣ କରିବେ? ଶିକ୍ଷା ଗ୍ରହଣ କଲେ ସେମାନେ କ'ଣ କରିବେ? ସମାଜ ପାଇଁ କାମ କରିବେ ନା। ଯିଏ ପାଠ ପଢ଼ୁଛି, ଶିକ୍ଷା ଗ୍ରହଣ କରୁଛି, କଲେକ୍ଟର ହେଉଛି, ସେ କ'ଣ କରୁଛି? ତା ନିଜ କାମ କରୁଛି? ସେ ସମାଜ ପାଇଁ କାମ କରିବ, ସମାଜର ଅଥରିଟି ବସିବ। ଯିଏ ପାଠ ପଢ଼ିକି ଶିକ୍ଷା ଗ୍ରହଣ କରିକି ଜଜ୍ ହେଉଛି, ସେ କ'ଣ କାମ କରୁଛି? ନିଜ କାମ କରୁଛି? ନିଜ ସବୁ ଜମିବାଡ଼ି ସବୁ ନିଜ ନାଁରେ କରିଦେଉଛି ନା କ'ଣ? ସେ ସମାଜ ପାଇଁ ନ୍ୟାୟ ଦେବ। ସମାଜ ପାଇଁ ଯିଏ ନ୍ୟାୟ ଦେବ, ତା ବାପା ମା' ପଇସା ଖର୍ଚ୍ଚ କରିବେ। ଏଇଟା ଚିନ୍ତା କରିବା ଦରକାର ଯେ କି ଅଭିଭାବକ ପଇସା ଦେବେ। ଟଙ୍କାଟେ ଦେଉ ପଛେ, ଟଙ୍କାଟା ହେଉ ପଛେ, ଅଭିଭାବକ ପଇସା ଦେବେ। ମାନେ ଶିକ୍ଷା ଆଜିକାଲି ଚିନ୍ତା କରନ୍ତୁ କେଉଁ ଷ୍ଟାଣ୍ଡାର୍ଡ଼କୁ ପଳେଇଲେ। ପ୍ରାଇଭେଟ୍ ସେକ୍ଟର ଆସି ପହଞ୍ଚି ମାନେ କେଉଁ ଭଳିଆ ମାନେ ଇଏ କରିସାରିଲେ ଶିକ୍ଷାକୁ, ଆମର ପାଠପଢ଼ା ଶୈଳୀକି କିମ୍ବା ପାଠପଢ଼ାକୁ କେଉଁ ଭଳି ଲେବୁଲ୍କୁ ନେଇଗଲେ। ଏମିତି ଶିକ୍ଷା ପାଇଁ ପଇସା ଖର୍ଚ୍ଚ କରୁଛୁ, ତାହେଲେ ଆମେ କ'ଣ ସମାଜକୁ ଶିକ୍ଷା ମାନେ ଶିଖଉଛୁ? ସେମାନେ ଯେଉଁମାନେ ଏସବୁ ପଇସା ଲାଗୁ କରୁଛନ୍ତି, ସେମାନେ ଥରେ ଭାବନ୍ତୁ। ଆଗରୁ କ'ଣ ଟିଉସନ୍ ହେଉଥିଲା? ଆଗରୁ କ'ଣ କଲେକ୍ଟର ବାହାରୁ ନଥିଲେ? ଆଗରୁ କ'ଣ ମନ୍ତ୍ରୀ ହେଉନଥିଲେ? ଆଗରୁ କ'ଣ ଜଜ୍ ନାହାନ୍ତି? ଆଗରୁ କ'ଣ ଟିଉସନ୍ ଥିଲା? କୋଚିଂ ଯେଉଁଟା ଆମେ କହୁଛୁ, ଆଗରୁ କ'ଣ ଡକ୍ଟର ନଥିଲେ? ଆଗରୁ କ'ଣ କୋଚିଂ ଥିଲା? ନା ସେତେବେଳେ ଡକ୍ଟର ଯିଏ କରିଥିଲେ ସେ ଲୋକଙ୍କୁ ମାରି ଦେଉଥିଲେ, ଏମାନେ ସବୁ ଏକା ବଞ୍ଚେଇ ଦେଉଛନ୍ତି। ଏହା ଗୋଟେ ଉଦାହରଣ ଦେଲି। କେବେ ନା କେବେ ଆପଣ ଯଦି ସମୟ ହେବ ଦେଖି ଗଜପତି ଜିଲ୍ଲା ଉଦୟଗିରି ବ୍ଲକ କେଏମ୍ ଭ୍ୟାଲି ସେ ସ୍କୁଲକୁ ଯାଆନ୍ତୁ, 5 ଦିନ ରୁହନ୍ତୁ। ଆପଣ କେବେ ମାନେ ରୁହନ୍ତୁ, ତାପରେ ଆପଣଙ୍କୁ ଉପଲବ୍ଧି ହେବ ଯେ କି ମୁଁ ମୋ ପିଲାକୁ ଏଇଠି ଆଣିକି ପଢ଼େଇବି, ଯେ ମୁଁ ଏଇଠି ମୋ ପିଲାକୁ ପଢ଼େଇବି କି ମୋ ରିଲେଟିଭ୍ରେ ଯେକୌଣସି ପିଲାକୁ ପଢ଼େଇବି। ମାନେ ସେଠି ଏଭଳି ଶିକ୍ଷା ବ୍ୟବସ୍ଥା କରାହେଇଛି, ପିଲାଙ୍କୁ ମାନେ ଖାତା କଲମ ଫ୍ରିରେ, ମାନେ ସାର୍ମାନେ ତାଙ୍କ ପକେଟରୁ ଦେଉଛନ୍ତି ଖାଇବା ପିଇବାକୁ। ମାନେ ସାର୍ମାନେ ସେଠି 250-300 ପିଲାମାନେ କୁ ଯିଏ ଏଚଏମ୍ ଅଛନ୍ତି କିମ୍ବା ତାଙ୍କର ଇଏ ହେଉଛି, ସିଏ ଚିକେନ୍ ହାତରୁ, ମାଛ ହାତରୁ ଖରାବେଳେ ସକାଳେ ଗଭର୍ଣ୍ଣମେଣ୍ଟରେ ଯାହା ପଇସା ଆପଣ ଜାଣିଥିବେ, ଗଭର୍ଣ୍ଣମେଣ୍ଟର ଯେଉଁ ପଇସା ସେଥିରେ କ'ଣ ହୁଏ, କ'ଣ ଆପଣ ଖୁଆଇପାରିବେ ଯାହା ଅଛି। ତଥାପି ଗଭର୍ଣ୍ଣମେଣ୍ଟ କିଛି ଦେଉଥିବ, ଆମେ ତାଙ୍କ ସେ ବିଷୟ ଜାଣିନୁ ଯେ ଗଭର୍ଣ୍ଣମେଣ୍ଟ କେତେ କ'ଣ ଦେଉଛି। କିନ୍ତୁ ଆମେ ସେଠି ଯେଉଁ ଉପଲବ୍ଧି କଲୁ ସକାଳେ, ଖରାବେଳେ, ରାତିରେ, ମାନେ ସାର୍ମାନେ ହାତରୁ ପଇସା ଖର୍ଚ୍ଚ କରିକି ସେଇ ଯେଉଁ ପୁଅ ପିଲା ରହୁଛନ୍ତି, ସେ ଯେଉଁ ଲେଡ଼ିଜ୍ ଝିଅ ପିଲା, ଅଲଗା ବି ଝିଅ ପିଲା ରହୁଛନ୍ତି, କାରଣ ସେଇଟା କେବଳ ଆମର ମାନେ
ପିଛଡ଼ା ବର୍ଗଙ୍କ ପାଇଁ ସେଇଟା ସୁରକ୍ଷିତ ଲେଡ଼ିଜ୍ ଅଦର ବି ଲଢ଼ଉଛନ୍ତି ସେମାନଙ୍କ ପାଇଁ ଇଏ ତରଫରୁ ଦେଉଛନ୍ତି। ଆପଣ ସେଠି ଉପଲବ୍ଧି କରିବେ ଯେ ଆକ୍ଚୁଆଲ ଶିକ୍ଷା ଗ୍ରହଣ କରାଯାଉଛି। ଗଭର୍ଣ୍ଣମେଣ୍ଟରେ ଏମିତି ବି ହୁଏ, ମୁଁ କେବେ କେବେ ଏତେ ଇଣ୍ଟେରିୟର ଭିତରେ ଏତେ ଇଏ ଭିତରେ ଯେଉଁଠିକି ଏବେ ବି 2024 ମସିହା 25 ମସିହା ପର୍ଯ୍ୟନ୍ତ ଯେ କି ଟାୱାର ସେଠିକି ଆସୁନି। ସେଠିକି ଆପଣ ସ୍କୁଲ ଭିତରେ ହେଲେ ଆପଣ ଟାୱାର ପାଇବନି, ମାନେ ଆପଣ କଥାବାର୍ତ୍ତା ବହୁତ ଦୂରର ନେଟୱାର୍କ ନାହିଁ। କିନ୍ତୁ ସେଠି ନେଟ୍ ନାହିଁ, କିନ୍ତୁ ସେଠି ଆପଣ ଯିବେ ଉପଲବ୍ଧି କରିବେ ଯେ କି ଆପଣ ସେ ପିଲାମାନଙ୍କୁ ବି ଆପଣ ଦେଖିବେ କି ଆପଣ ଭାବିପାରିବେନି ଯେ ସେ ପିଲାମାନେ ଆମେ କହୁଛୁ ଆମେ ଶିକ୍ଷିତ, ଆମେ କଟକ ଭୁବନେଶ୍ୱର ପୁରୀ ଆମେ ଇଏ, ସେମାନେ ଆଦିବାସୀ, ସେମାନେ ଜାଣିନାହାନ୍ତି, ସେମାନେ ଜଙ୍ଗଲରେ ଲାଇନ୍ ଏପର୍ଯ୍ୟନ୍ତ ନାହିଁ, ସେମାନେ ଏତେ ଡେଭଲପମେଣ୍ଟ ଆପଣ ଚିନ୍ତା ବି କରିପାରିବେନି। ସିଏ ଏତେ ଶାନ୍ତ ସରଳ ଆଉ ସ୍ୱଚ୍ଛ, ଆପଣ ସେଇଠି ଭାବିବେ ଯେ ଆକ୍ଚୁଆଲି ଏଠି ଶିକ୍ଷା ଗ୍ରହଣ କରିଦିଏ, ସେ ପିଲାମାନେ ଶିକ୍ଷା ଗ୍ରହଣ କରୁଛନ୍ତି ଆଉ ସେମାନେ ସମାଜରେ ଏଷ୍ଟାବ୍ଲିଶ୍ ମାନେ ଆମର ଯେଉଁଟା କହୁଛନ୍ତି ଏଷ୍ଟାବ୍ଲିଶ୍ ହେବା ପାଇଁ ଚେଷ୍ଟା ବି କରୁଛନ୍ତି। ଏଇଟା କହିବାର କାରଣ ହେଉଛି କ'ଣ ନା ଆମେ ବି ଚାହିଁଲେ ସେମିତି କେଏମ୍ ଭ୍ୟାଲି ସେ ଭଳିଆ ସବୁ ଜାଗାରେ ଆମ ସବୁ ସ୍କୁଲରେ ଏଇଟା ଲାଗୁ ବି କରିପାରିବୁ। କିନ୍ତୁ କାହିଁକି ଲାଗୁ ହେଇପାରୁନି? ଆମର ମନର ଚିନ୍ତାଧାରା ପର୍ଯ୍ୟନ୍ତ ମାନେ ପିଲାଙ୍କୁ କେମିତି ମୋ ଭବିଷ୍ୟତ କରିବୁ ସେଇଟା ନା ଅଭିଭାବକଙ୍କର ଅଛି, ନା ଯିଏ ସେ ଦେଉଛନ୍ତି ଗୁରୁଜୀ ଗୁରୁମା ତାଙ୍କର ଅଛି। କେମିତି 4ଟା ବେଳେ ଆମେ ପଳେଇବୁ, ଆମ ପିଲା ଭଲ ପାଠ ପଢ଼ୁ, ଆମର ସବୁ ସେଇଟା ମାନେ କେବଳ ତାଙ୍କର କାରଣ ସେ ଯେହେତୁ ଜାଣିଛନ୍ତି ଶିକ୍ଷାର ମହତ୍ତ୍ୱ କ'ଣ, ସେ ଚାକିରି କରିଛନ୍ତି ନା ଶିକ୍ଷକ ହେଇଛନ୍ତି। ଆମ ପିଲା କେମିତି ହେବ ସେଇଟା ତାଙ୍କର ମ୍ୟାଟର। ଆମେ କାହିଁକି 4ଟା ପରେ ମିନିଟ୍ ପଛେ ରହିବୁ, ଆମେ ପଳେଇବୁ। ସେ ପାଠ ପଢ଼ିଲେ କେତେ ନ ପଢ଼ିଲେ କେତେ, ଯେ ହେଲେ କେତେ ନହେଲେ କେତେ। ରହିଲି, ଜୟ ଜଗନ୍ନାଥ।